ପ୍ରାଇଭେଟ ସ୍କୁଲ ଗୁଡ଼ିକରେ ଯେମିତିକି ଆମର ଶିଶୁ ମନ୍ଦିର ହେଲା କି ଇଂଲିଶ ମିଡିୟମ ସ୍କୁଲ ହେଲା, ସେ ସ୍କୁଲ ଗୁଡ଼ିକରେ ଆପଣ କିପରି ଆପଣଙ୍କର ଶିଶୁକୁ ମାଗଣାରେ ନାମ ଲେଖାଇ ପାରିବେ ଏବଂ ମାଗଣାରେ ପଢ଼ିପାରିବେ, ମୁଁ ଏହି ଭିଡ଼ିଓରେ ଡିଟେଲ୍ସରେ ଆଲୋଚନା କରିବି। ଆପଣ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଆପଣଙ୍କର କୌଣସି ଡାଉଟ୍ ରହିବ ନାହିଁ ମୁଁ ଆଶା କରୁଛି। ଦେଖନ୍ତୁ, ବେସରକାରୀ ବିଦ୍ୟାଳୟରେ ନିଃଶୁଳ୍କ ଶିକ୍ଷାର ଅଧିକାର, ଯୋଉଟାକି ଆମର 3 ରୁ 7 ବର୍ଷର ପିଲାମାନେ ସରକାରଙ୍କର ଏହି ସୁବିଧାର ଲାଭ ଉଠାଇ ପାରିବେ। ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବେସରକାରୀ ବିଦ୍ୟାଳୟ ଗୁଡ଼ିକରେ ଆପଣ ବିନା ମୂଲ୍ୟରେ ଆପଣଙ୍କର ଛୁଆକୁ ପାଠ ପଢ଼େଇ ପାରିବେ। ଏହି ବିଷୟରେ ଆମେ ଆଲୋଚନା କରିବା। ଦେଖନ୍ତୁ, ଏହା କୌଣସି ଭୁଲ ଇନଫର୍ମେସନ କି ଫେକ୍ ନ୍ୟୁଜ କେବେ ବି ନୁହେଁ। ଏହା ହେଉଛି ଆମ ସରକାରଙ୍କର ଯେଉଁ ଶିକ୍ଷା ଅଧିକାର ନିୟମ ଅଛି, ଯୋଉଟାକି ଆମର 2009 ମସିହାରୁ ଏଟା ପ୍ରଣୟନ କରାଯାଇଥିଲା। ସେଇ ନିୟମ ଅନୁସାରେ ଯେଉଁମାନେ ସାମାଜିକ ଓ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନଙ୍କ ପାଇଁ ପ୍ରତ୍ୟେକ ବେସରକାରୀ ବିଦ୍ୟାଳୟରେ, ଯେମିତିକି ଆମର ନର୍ସରୀ ହେଲା, LKG ହେଲା ଏବଂ କ୍ଲାସ 1ରେ 25% ସ୍ଥାନ ସଂରକ୍ଷିତ ରହିବ। ତାର ଅର୍ଥ ହେଉଛି କ'ଣ? ମନେକର ସେ ସ୍କୁଲରେ ସିଟ୍ ହେଉଛି ଆମର 100ଟା ସିଟ୍, ପ୍ରଥମ ଶ୍ରେଣୀରେ 100 ଜଣ ପିଲା ନାଁ ଲେଖାଇ ପାରିବେ। ସେଠି ସେମାନେ 100ରୁ 25 ଜଣ ପିଲାଙ୍କୁ ମାଗଣାରେ ପଢ଼େଇବେ। ଏଇଟା ହେଉଛି ସରକାରଙ୍କର ନିୟମ। କୋଉମାନେ ଏଠି ପଢ଼ିବେ ନା ସାମାଜିକ ଓ ଶିକ୍ଷାଗତ ଅନଗ୍ରସର ଯୋଉମାନେ, ଯୋଉଟାକି ଆମର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ଛୁଆମାନେ ସେଠି ପଢ଼ିପାରିବେ। ଯେମିତିକି ଯାହାର BPL କାର୍ଡ ଅଛି ଆମର ବା ରାସନ କାର୍ଡ ଅଛି, କିମ୍ବା ଭିନ୍ନକ୍ଷମ ହେଇଥିବେ, ତାଙ୍କ ମାତା ପିତା HIV ଆକ୍ରାନ୍ତ ହେଇଥିବେ, ଶିଶୁ ଶ୍ରମିକ ହେଇଥିବେ, ପଥପ୍ରାନ୍ତ ଶିଶୁ ହେଇଥିବେ, କିମ୍ବା ଆମର ଯେମିତିକି SC ST ବା ନିର୍ମାଣ ଶ୍ରମିକ ହେଇଥିବେ। ଏଇ କ୍ୟାଟାଗୋରୀର ଯଦି ସେମାନେ ହେଇଥାନ୍ତି ତାହେଲେ ସେମାନେ ଫ୍ରିରେ ପଢ଼ିପାରିବେ। ମନେ ରଖନ୍ତୁ, BPL କାର୍ଡ ଥିବ, ରାସନ କାର୍ଡ ଥିବ, ଏଗୁଡ଼ା ସବୁ। ତାପରେ ସେମାନେ ବିନା ମୂଲ୍ୟରେ ତାଙ୍କର ଆଡମିସନ ହେବ। କୌଣସି ଆଡମିସନ ପଇସା ତାଙ୍କୁ ଦେବାକୁ ପଡ଼ିବ ନାହିଁ। ଆଡମିସନ କୋଉଠି ହେବ ନା, ଏଇଟା ୱେବସାଇଟ୍ ମୁଁ ଆପଣଙ୍କୁ ଏଠି ଦେଖେଇ ଦଉଛି ସ୍କ୍ରିନ୍ ଉପରେ। ଆପଣ ଏଇ ୱେବସାଇଟ୍ରେ ଯାଇକି ଜନସେବା କେନ୍ଦ୍ରକୁ ଯାଇକି ଆଡମିସନ କରିପାରିବେ ବା ଫର୍ମଟି ଆପ୍ଲାଏ କରିପାରିବେ। ଆପଣ ସିଲେକ୍ସନ ହେବେ ଯଦି ତାପରେ ଯାଇକି ଆପଣ ଆଡମିସନ କରିବେ। ଜରୁରୀ ସୂଚନା ଏଠି ରହିଲା କ'ଣ ନା, ଆବେଦନ କରିସାରିବା ପରେ ଆପଣଙ୍କୁ BO ଅଫିସରେ ଯାଇକି ଭେରିଫିକେସନ କରିବାକୁ ପଡ଼ିବ। BO ଅଫିସ କହିଲେ ବ୍ଲକ ଏଜୁକେସନ ଅଫିସ। ବ୍ଲକ ଏଜୁକେସନ ଅଫିସ କୋଉଠି ଅଛି ଆପଣଙ୍କର? ଆପଣ ଯଦି ଜାଣିପାରୁନାହାନ୍ତି, ମୁଁ ଆପଣଙ୍କୁ ଏଠି ସଜେସନ ଦେବି ଯେ ଆପଣଙ୍କ ପାଖାପାଖି ଯଦି କିଏ ଗଭର୍ଣ୍ଣମେଣ୍ଟ ଟିଚର ଅଛନ୍ତି, ଆପଣ ତାଙ୍କ ସହିତ କଣ୍ଟାକ୍ଟ କରନ୍ତୁ। ସେ କହିଦେବେ ବ୍ଲକ ଏଜୁକେସନ ଅଫିସଟି କୋଉଠି ଅଛି। ପ୍ରାୟତଃ ଟିଚର ମାନଙ୍କର ବ୍ଲକ ଏଜୁକେସନ ଅଫିସରେ ସବୁବେଳେ କାମ ପଡ଼େ, ସେମାନେ ଜାଣିଛନ୍ତି। ହୁଏତ ସେ ଅଫିସର ଷ୍ଟାଫ ମାନଙ୍କର ଫୋନ ନମ୍ବର ବି ତାଙ୍କ ପାଖରେ ଥାଇପାରେ। ଆପଣ ଚାହିଁଲେ ତାଙ୍କଠୁ ଫୋନ ନମ୍ବର ନେଇକି ମଧ୍ୟ କଣ୍ଟାକ୍ଟ କରିକି ଯାଇପାରିବେ। ମୁଁ ଏଠି ଆଉ ଗୋଟେ ଜିନିଷ ଏଠି କ୍ଲିୟର କରିବାକୁ ଚାହୁଁଛି, ଆପଣ ମାଗଣାରେ ପଢ଼ିପାରିବେ ତାର ଅର୍ଥ ନୁହେଁ ଆପଣ ଯୋଉ ଶ୍ରେଣୀରେ ଇଚ୍ଛା ସେଇ ଶ୍ରେଣୀରେ ଯାଇକି ପଢ଼ିପାରିବେ। ଆପଣଙ୍କୁ କେବଳ ଏଣ୍ଟ୍ରି କ୍ଲାସରେ ହିଁ ସେମାନେ ସୁଯୋଗ ଦେବେ ନାଁ ଲେଖିବାକୁ। ଦେଖନ୍ତୁ, ତାଙ୍କ ସ୍କୁଲରେ ମନେକର ଏଣ୍ଟ୍ରି ହେଉଛି ନର୍ସରୀରେ, ସେମାନେ କେବଳ ନର୍ସରୀରେ ହିଁ ଆପଣଙ୍କୁ ଆଲାଉ କରିବେ। ଆପଣଙ୍କୁ କ୍ଲାସ 5ରେ, କ୍ଲାସ 3ରେ, କ୍ଲାସ 4ରେ ଆଲାଉ କରିବେ ନାହିଁ। ଏଇଟା ମୁଁ ଆପଣଙ୍କୁ କ୍ଲିୟର କରିଦେଉଛି। ସେଥିପାଇଁ ଦେଖନ୍ତୁ, ଲେଟର ଆସିଯାଇଛି ଆମର ଗଭର୍ଣ୍ଣମେଣ୍ଟରୁ 24/12/2025ରେ। କ'ଣ କୋଉ ଇମ୍ପୋର୍ଟାଣ୍ଟ ଡେଟ୍ ଗୁଡ଼ିକ ମୁଁ ଏଠି ଆପଣଙ୍କ ସହିତ ଆଲୋଚନା କରିଦେଉଛି। କୋଉ ଡେଟ୍ରେ ଆପଣ କ'ଣ କରିବେ, ଭିଡ଼ିଓଟିକୁ ଧ୍ୟାନରେ ଟିକେ ଶୁଣନ୍ତୁ। ମୁଁ ଆଶା କରୁଛି ଯେ କୌଣସି ଡାଉଟ୍ ଆପଣଙ୍କର ରହିବ ନାହିଁ। ଯଦି କିଛି ଡାଉଟ୍ ରହେ ଆପଣ କମେଣ୍ଟ ମାଧ୍ୟମରେ ମୋତେ କମେଣ୍ଟ ଦେଇପାରିବେ, ମୁଁ ତାକୁ ଆନ୍ସର ଦେବାକୁ ଚେଷ୍ଟା କରିବି। ପ୍ରଥମେ ଦେଖନ୍ତୁ, ସ୍କୁଲ ଗୁଡ଼ିକ ଆପଣଙ୍କ ପାଖାପାଖି ଯେଉଁ ବିଦ୍ୟାଳୟ ଗୁଡ଼ିକ ଅଛି, ପ୍ରାଇଭେଟ ବିଦ୍ୟାଳୟ ଗୁଡ଼ିକ, ସେମାନେ କ'ଣ କରିବେ ନା 6 ଜାନୁଆରୀରୁ, ଏଇ 2026ର 6 ଜାନୁଆରୀରୁ 8 ଫେବୃଆରୀ, ତାମାନେ ପାଖାପାଖି ମାସେ ସେମାନେ କ'ଣ କରିବେ, ତାଙ୍କର ସ୍କୁଲର ସବୁ ଡକୁମେଣ୍ଟସ ଠିକ୍ ଅଛି କି ନାହିଁ, ପିଲାମାନେ ପଢ଼ିବା ପାଇଁ ତାଙ୍କ ସ୍କୁଲରେ ସବୁ ପ୍ରକାର ଫ୍ୟାସିଲିଟି ଅଛି କି ନାହିଁ, ଏଇଟା ସବୁ ନେଇକି ସେମାନେ ଗଭର୍ଣ୍ଣମେଣ୍ଟକୁ ଭେରିଫିକେସନ କରିବାକୁ ଯିବେ। କୋଉଠିକି ଯିବେ ନା, ସେ BO ଅଫିସ, DO ଅଫିସକୁ ଯିବେ। ତାପରେ ସେମାନେ ଭେରିଫିକେସନ କରିସାରିଲା ପରେ 9 ଫେବୃଆରୀ ଭିତରେ ଆପଣଙ୍କୁ ସୁଯୋଗ ଦିଆଯିବ 10 ଫେବୃଆରୀରୁ 10 ମାର୍ଚ୍ଚ ମଧ୍ୟରେ ଆପଣଙ୍କର ଛୁଆର ଆପଣ ରେଜିଷ୍ଟ୍ରେସନ କରିବେ। ତାପରେ ଆପଣଙ୍କର ସବୁ ଡକୁମେଣ୍ଟସ ନେଇକି, ଆପଣଙ୍କର BPL କାର୍ଡ, ଆଧାର କାର୍ଡ, ଫଟୋ ସବୁ ନେଇକି ଆପଣ 15 ମାର୍ଚ୍ଚ ଭିତରେ, 15 ମାର୍ଚ୍ଚ ଆଗରୁ ଆପଣ ଯିବେ BO ଅଫିସକୁ ଭେରିଫିକେସନ ପାଇଁ। 15 ମାର୍ଚ୍ଚ ଭିତରେ ଭେରିଫିକେସନ ହେଇସାରିଲା ପରେ 16 ମାର୍ଚ୍ଚ 2026ରେ ସେମାନେ ଗୋଟିଏ ଲଟେରୀ କରିବେ। ଯେଉଁ ଲଟେରୀରେ ଯେଉଁ ଛୁଆମାନେ ଜିତୁଛନ୍ତି 17 ମାର୍ଚ୍ଚରୁ 21 ମାର୍ଚ୍ଚ ମଧ୍ୟରେ ତାଙ୍କର ଆଡମିସନ ହେଇଯିବ ଏବଂ
ଏପ୍ରିଲ ମାସରୁ ସେମାନେ ଯେମିତି ସ୍କୁଲ ଯିବା କଥା ଯିବେ। ବୁଝିପାରିଲେ? 17 ମାର୍ଚ୍ଚରୁ 31 ମାର୍ଚ୍ଚ ମଧ୍ୟରେ 2026 ତାଙ୍କର ଆଡମିସନ ହେଇଯିବ ସ୍କୁଲରେ ଫ୍ରିରେ। ତାପରେ ଯଦି ପୁଣି ସିଟ୍ କିଛି ବଳକା ରହିଲା, ଖାଲି ରହିଲା, ତାହେଲେ 4 ଏପ୍ରିଲରୁ 24 ଏପ୍ରିଲ ମଧ୍ୟରେ ଆଉ ଥରେ ରେଜିଷ୍ଟ୍ରେସନ ହବ ଏବଂ 27 ଏପ୍ରିଲ ଭିତରେ ଭେରିଫିକେସନ ହବ। ଭଲରେ ଧ୍ୟାନରେ ଶୁଣନ୍ତୁ, ଏଇଟା ସେକେଣ୍ଡ ରାଉଣ୍ଡ। ତାପରେ ପୁଣି ସେମାନେ 28ରେ ତାଙ୍କର ଲଟେରୀ ହେବ, ତାଙ୍କର ଆଡମିସନ ହେଇଯିବ 29 ଏପ୍ରିଲରୁ 18 ମେ ମଧ୍ୟରେ। ସେକେଣ୍ଡ ଦେଖନ୍ତୁ, ଦିଥର ହେଇଗଲା ପରେ ଯଦି ପୁଣି ସିଟ୍ କିଛି ବଳକା ରହୁଛି, ସିଟ୍ ଫିଲ୍ଅପ୍ ହେଇପାରୁନି, ତାହେଲେ 22 ମେରୁ ଆପଣ 15 ଜୁନ ମଧ୍ୟରେ ଆଉ ଥରେ ରେଜିଷ୍ଟ୍ରେସନ କରିବେ। ତା ସହିତ କ'ଣ ହବ ନା 22 ମେରୁ 27 ମେ ମଧ୍ୟରେ ଆପଣ ପୁଣି ଥରେ ଭେରିଫିକେସନ କରିବାକୁ ଯିବେ। ତାର ଲଟେରୀ ହେବ 18 ଜୁନରେ। 18 ଜୁନ ଲଟେରୀ ହେଇଗଲା ପରେ ଆପଣ 19 ଜୁନରୁ କ'ଣ କରିବେ ନା ଆଡମିସନ କରିପାରିବେ। ଫାଇନାଲ ସବୁ କାମ ସରିଯିବ ଆମର 15 ଜୁଲାଇ ମଧ୍ୟରେ। 15 ଜୁଲାଇ ମଧ୍ୟରେ ସବୁ କାମ ସରିଯିବ। ଆପଣ ତାପରେ ଆପଣଙ୍କ ଛୁଆମାନେ କ୍ଲାସ୍ କରିବାକୁ ଯିବେ। ଏଇଠି ମୁଁ ଗୋଟେ କଥା କହିବାକୁ ଚାହୁଁଛି, ଏଇଠି ଆପଣ ଯଦି ସୁଯୋଗ ପାଉଛନ୍ତି ନାଁ ଲେଖାଇବ, ଆପଣଙ୍କୁ ଆଡମିସନ ଫିସ୍ ଦେବାକୁ ପଡ଼ିବ ନାହିଁ, ଆପଣଙ୍କୁ ମାଗଣାରେ ସେ ସ୍କୁଲରେ ପଢ଼ିବାକୁ ପଡ଼ିବ। କିନ୍ତୁ ଆଉ ଅଲଗା ଯାହା ଛୋଟିଆ ମୋଟିଆ ଖର୍ଚ୍ଚ ସେଗୁଡ଼ା ତ ବାଧ୍ୟ ଆପଣଙ୍କୁ ଦେବାକୁ ପଡ଼ିବ। ସେଗୁଡ଼ା ତ ଆଉ ଆମେ ଫ୍ରିରେ ସେମାନେ ଦେବେ ବୋଲି କହିହେବନି। ତାର ଇମ୍ପୋର୍ଟାଣ୍ଟ ଡେଟ୍ ଗୁଡ଼ିକ ମୁଁ କହି ରଖୁଛି ଏଠି, ଆପଣ ଦେଖନ୍ତୁ ଯେ ଯେଉଁ ସ୍କୁଲ ଗୁଡ଼ିକ ପ୍ରଥମେ ସ୍କୁଲ ମାନଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ନହେଲେ ଆମେ ଜାଣିବା କେମିତି ଆମ ପାଖରେ କେଉଁ ସ୍କୁଲ ଖାଲି ଅଛି, କେଉଁଠି କେତେ ସିଟ୍ ଅଛି। ତେଣୁ 6 ଜାନୁଆରୀ 2026ରୁ 8 ଫେବୃଆରୀ 26 ମଧ୍ୟରେ ପ୍ରାଇଭେଟ ସ୍କୁଲ ଗୁଡ଼ିକ ତାଙ୍କର ରେଜିଷ୍ଟ୍ରେସନ କରିବେ। ଏଇଟା ମନେ ରଖନ୍ତୁ, ଏଇଟା ଆପଣଙ୍କର ରେଜିଷ୍ଟ୍ରେସନ ନୁହେଁ। ପ୍ରାଇଭେଟ ସ୍କୁଲ ଗୁଡ଼ିକ ସେମାନେ ତାଙ୍କର ରେଜିଷ୍ଟ୍ରେସନ କରିବେ। ତାପରେ ସେମାନେ 6 ଜାନୁଆରୀ 26ରୁ 9 ଫେବୃଆରୀ 26 ମଧ୍ୟରେ ସ୍କୁଲ ଗୁଡ଼ିକ ତାଙ୍କର ଯାଇକି ଭେରିଫିକେସନ କରିନେବେ। ଦେଖନ୍ତୁ, ସ୍କୁଲ ମାନେ ତାଙ୍କର ରେଜିଷ୍ଟ୍ରେସନ କରିଦେଲା ପରେ ଆମର ୱେବସାଇଟରେ ଆମ ପାଖରେ କେଉଁ ସ୍କୁଲରେ କେତେ ସିଟ୍ ଖାଲି ଅଛି ଆମକୁ ତାପରେ ଦେଖେଇଦବ। ତାପରେ ଆମେ କ'ଣ କରିବା ନା 10 ଫେବୃଆରୀ 2026ରୁ 10 ମାର୍ଚ୍ଚ 2026, ଦେଖନ୍ତୁ ଆପଣଙ୍କୁ ଗୋଟେ ମାସ ପୁରା ଟାଇମ ଦିଆଯାଉଛି। 10 ଫେବୃଆରୀରୁ 10 ମାର୍ଚ୍ଚ ମଧ୍ୟରେ ଆପଣ ଆପଣଙ୍କର ସବୁ ଡକୁମେଣ୍ଟ ସହିତ ଆପଣଙ୍କର ଛୁଆର ଯାଇକି ଆପଣ ରେଜିଷ୍ଟ୍ରେସନ କରିବେ ଅନଲାଇନରେ। ବୁଝିପାରିଲେ? ଏଇ ୱେବସାଇଟରେ ହିଁ କରିବେ। ତାପରେ ଆପଣଙ୍କର କ'ଣ ହବ ନା ଆପଣ ସେଇ ଡକୁମେଣ୍ଟସ ଗୁଡ଼ିକ ନେଇକି ଆପଣଙ୍କର ଯେଉଁ ବିଓ ଅଫିସ ଅଛି ସେ ବିଓ ଅଫିସକୁ ଯିବେ, ସେଠି ଭେରିଫିକେସନ କରିବେ। ଭେରିଫିକେସନ ସରିଗଲା ପରେ 15 ମାର୍ଚ୍ଚ ମଧ୍ୟରେ 16 ମାର୍ଚ୍ଚରେ ସେମାନେ ଗୋଟେ ଲଟେରୀ କରିବେ। ସେ ଲଟେରୀ ଅନୁସାରେ ଯେଉଁ ଛୁଆମାନେ ସିଲେକ୍ସନ ହେବେ ସେ ଛୁଆମାନଙ୍କୁ ସେମାନେ ଏପ୍ରିଲ ମାସ 1ରୁ ତାଙ୍କ ସ୍କୁଲରେ ନାମ ଲେଖିବାକୁ ସୁଯୋଗ ପ୍ରଦାନ କରିବେ ଏବଂ ଆପଣଙ୍କ ଛୁଆ ପଢିବାକୁ ସେଠିକି ଯିବ। ବୁଝିପାରିଲେ? ମୁଁ ଆଉଥରେ କହି ରଖୁଛି, ଆପଣ ଏବେଠାରୁ ଡକୁମେଣ୍ଟସ ଗୁଡ଼ିକୁ ଯୋଗାଡ଼ କରନ୍ତୁ। ଯଦି କିଛି ଯେମିତିକି ଦେଖନ୍ତୁ ଆଧାର କାର୍ଡରେ ଡେଟ୍ ଅଫ୍ ବାର୍ଥ ହେରିକା ସବୁ ଭୁଲ ଭାଲ ହେଇଥାଏ ଜଣଙ୍କର, ସେଗୁଡ଼ିକୁ ଆପଣ ଠିକ୍ କରିବାକୁ ଚେଷ୍ଟା କରନ୍ତୁ ଏବେଠାରୁ। ଯେହେତୁ ଆମର ଫେବୃଆରୀ 10ରୁ ଆମର ଆବେଦନ କରିବା ପାଇଁ ତାମାନେ ଆପ୍ଲାଏ କରିବା ପାଇଁ ଅଛି, ଆପଣ ଫେବୃଆରୀ 10 ଆଗରୁ ଡକୁମେଣ୍ଟସ ଗୁଡ଼ିକୁ ରେଡି କରିଦିଅନ୍ତୁ। ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଯେ କ'ଣ ଡକୁମେଣ୍ଟସ ଦରକାର ଆପଣ ଜାଣିନାହାନ୍ତି, ତାହେଲେ କମେଣ୍ଟ କରନ୍ତୁ। ମୁଁ ଆଉ ଗୋଟିଏ ଭିଡ଼ିଓ ଆଣିବାକୁ ଚେଷ୍ଟା କରିବି ଏଇ ଡକୁମେଣ୍ଟସ ଆପଣ ସବୁ ରେଡି କରିବେ ବୋଲି। ଏବଂ ଯଦି ଭିଡ଼ିଓଟି ତ ମୁଁ ପ୍ରାୟତଃ ଚେଷ୍ଟା କରୁଛି ସବୁ ଦିଗ ଉପରେ ଆଲୋଚନା କରିବା ପାଇଁ, କୌଣସି ଡାଉଟ୍ ନ ରଖିବା ପାଇଁ। ଯଦି ଆପଣଙ୍କର ତଥାପି ବି କିଛି ଡାଉଟ୍ ରହିଯାଉଛି, ଆପଣ ବୁଝିପାରୁନାହାନ୍ତି କୌଣସି ଗୋଟିଏ ପଏଣ୍ଟ, ତାହେଲେ ଆପଣ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ମୁଁ ଆପଣଙ୍କର କମେଣ୍ଟରେ ତାହାର ଉତ୍ତର ରଖିବାକୁ ଚେଷ୍ଟା କରିବି କିମ୍ବା ଆଉ ଗୋଟେ ନୂଆ ଭିଡ଼ିଓ ମଧ୍ୟ ଆଣିବାକୁ ଚେଷ୍ଟା କରିବି। ଏଠି ଭିଡ଼ିଓଟି ସରିଯାଇଛି। ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଏବଂ ଆଉଥରେ ମୁଁ କ୍ଲିୟର କରିଦେଉଛି, ଯଦି କିଛି ଡାଉଟ୍ ରହିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ, ମୁଁ ତାହାର ସମାଧାନ କରିବାକୁ ଚେଷ୍ଟା କରିବି। ବହୁତ ବହୁତ ଧନ୍ୟବାଦ।